ଦେଖନ୍ତୁ ସାଙ୍ଗମାନେ ଆମର କ'ଣ ଖାଇବା ହେଇଛି ଗରମ ଭାତ କାକୁଡ଼ି ଉଲି ଲୁଣ ଆଉ ଇଏ ହେଉଛି ଜହ୍ନି କାକୁଡ଼ି ଲୁଣ ଲଙ୍କା ଟମାଟୋ ପକାଇକି ଇଏ ଗୋଟେ ଚକଟା ପାଗ କେମିତି ହେଇଛି ଦେଖନ୍ତୁ। ଆଉ ଇଏ ହେଉଛି ଆଳୁ ମିଲମିକର ଝୋଳ ଇଏ ହେଉଛି ଛତୁ ପୋଡ଼ା ଆଉ ଛତୁ ଫୁଲ ଦେଇକି ଛତୁ ପୋଡ଼ା ଆଉ ଇଏ ହେଉଛି ସାରୁ ପତ୍ର ଖଟା ଦେଖନ୍ତୁ କେମିତି ହେଇଛି ଯେମିତି ମାଛ ଝୋଳ ଭଳିଆ ହେଇଛି ଆପଣମାନଙ୍କୁ ନିଶ୍ଚିନ୍ତ ଜଣାପଡ଼ୁନଥିବ କିନ୍ତୁ ଏଇଟା ହେଉଛି ସାରୁ ପତ୍ର ଖଟା ଆଉ ଇଏ ହେଉଛି କଲରା ଭଜା ଆଉ ଇଏ ହେଉଛି ପାଣି ବୋତଲ। ଆଉ ଚାଲନ୍ତୁ ଷ୍ଟାର୍ଟ କରିବା ଖାଇବା। ହାଇ ହ୍ୟାଲୋ ନମସ୍କାର ମୁଁ ସନ୍ଧ୍ୟା ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଉ ରିଷି ପାଣି ଚ୍ୟାନେଲ ଆପଣମାନେ ସବୁ କେମିତି ଅଛନ୍ତି ଆପଣମାନେ ସବୁ ଭଲରେ ଥିବେ ବୋଲି ମୋର ଆଶା ବିଶ୍ୱାସ। ମୋର ଆଉ ଗୋଟେ ଖାଇବା ଚ୍ୟାନେଲ ଅଛି ଆପଣମାନେ ଜାଣିଛନ୍ତି କି ନାହିଁ ସେଇଟା ହେଉଛି ପାଣି ମ୍ୟୁଜିକ୍ ଇଟିଂ ଚ୍ୟାନେଲ। ଆପଣ ସେଇଟାକୁ ଯାଇ ସର୍ଚ୍ଚ କରି ଦେଖିପାରିବେ ମୁଁ କେମିତି ଖାଉଛି ଆଉ ସେଇଟା ବହୁତ ଭଲ ପାଇବା ମିଳୁଛି କିନ୍ତୁ ଏଇ ବ୍ଲଗ୍ ଚ୍ୟାନେଲରେ ଭଲ ପାଇବା ଟିକେ କମ୍ ମିଳୁଛି। ଆପଣମାନେ ପ୍ଲିଜ୍ ମୋତେ ଟିକେ ସପୋର୍ଟ କରନ୍ତୁ ଭଲ ପାଆନ୍ତୁ ଆପଣମାନଙ୍କ ଭଲ ପାଇବା ଆଶୀର୍ବାଦ ମୋ ପାଇଁ ସବୁ ହିଁ କିଛି। ଆଉ ଚାଲନ୍ତୁ ଭାଉଜ ଆଜି ଆମର ରୋଷେଇ କରିଥିଲେ ଜାଣୁଛନ୍ତି ଆଉ କ'ଣ କହିବି ଆମ ଖାଇବା କେମିତି ହେଇଛି ଆପଣ ନିଶ୍ଚିନ୍ତ ପ୍ଲିଜ୍ କମେଣ୍ଟ କରିବେ। ମୁଁ ନିଶ୍ଚିନ୍ତ ସେୟାର କରିଛି ଆଉ ବହୁତ ଟେଷ୍ଟି ମୋ ଭାଉଜ ବହୁତ ଟେଷ୍ଟି ରୋଷେଇ କରନ୍ତି। ଆପଣମାନେ ଆସନ୍ତୁ ନା ଆମ ଘରକୁ ଖାଇବେ ଆଉ ନିଶ୍ଚିନ୍ତ ଖାଇ ପିଇକି ଆରାମସେ ରହିକି ଯିବେ। ଆଉ ଭାଉଜ ବହୁତ ବଢ଼ିଆ ରୋଷେଇ କରନ୍ତି ସାଧା ଆଇଟମ୍ ସେ ତ ଆଇଁଷ ଖାଆନ୍ତିନି ନନଭେଜ୍ ନାହିଁ ଯାହା କରିବେ ଭେଜ୍। ଆମେ ତ ସାଧା ସିଧା ଗାଉଁଲି ମାନେ କ'ଣ ଗାଉଁଲି ପରିବାରରୁ ପଢ଼ିଛୁ ଆମର ମାନେ ବେଶୀ ଧନ ନାହିଁ ଯାହା ଅଛି ଆମର ଏମିତି ସ୍ୱଳ୍ପ ମାନେ ବେଶୀ ବଡ଼ନି କି ବେଶୀ ସାନନି ମିଡ଼ିଲ୍ କ୍ଲାସ୍ ଫ୍ୟାମିଲି ଆମେ। ଆଉ ଯାହା ଯେତେବେଳେ ପାଇଲୁ ଆମେ ଖାଇଲୁ ଆମର କିଛି ସେମିତି ନାହିଁ ଆମର ତ ବାଡ଼ି ଘର ଜମା ନାହିଁ ଯାହା ସବୁ କିଣା ଆଉ ଏମିତି। ଆଉ ଚାଲନ୍ତୁ କେମିତି ମୁଁ ଖାଉଛି ଆପଣମାନେ ପ୍ଲିଜ୍ ଟିକେ ଦେଖନ୍ତୁ ଆଉ ଭଲ ପାଇବା ସପୋର୍ଟ କରନ୍ତୁ। ଚାଲନ୍ତୁ ଖାଇଦେବା ଜଲ୍ଦି ଜଲ୍ଦି ସାଙ୍ଗମାନେ ଖାଇବା ସାରୁପତ୍ର ଖଟା ନା ଥରେ ଖାଇଲେ ଆଉ ଥରେ ଆପଣମାନେ ଖାଇବେ ନା। ଦେଖନ୍ତୁ ଯେମିତି ମାଛ ତାହେଲେ ଯେଉଁ ମାଛର ପେଟି ମାଛ ଯେମିତି ସେମିତି ସାରୁପତ୍ରଟା ଦେଖାଯାଉଛି କେହି କହିବେନି ଏଇଟା ସାରୁପତ୍ର ବୋଲି ଯିଏ ଲୋକ ମାଛ ଝୋଳ ବହୁତ ଟେଷ୍ଟି ଟମାଟର ଦେଇ ହେଇଛି ଆମ୍ବୁଲ ପଡ଼ିଛି। ଆପଣମାନେ ତ ମୁଁ ପ୍ରୋସେସିଂ ଛାଡ଼ି ଦେଇଛି ଭିଡ଼ିଓ କରିଦେଇଛି ୟା ପୂର୍ବରୁ ଆପଣମାନେ ଦେଖିବେ କେମିତି ହେଇଛି ଏଇ ପ୍ରୋସେସରେ ଘରେ କରିବେ ଖାଇବେ ଆଉ ମୋତେ କମେଣ୍ଟରେ ଜଣାନ୍ତୁ। ଦେଖନ୍ତୁ ଛତୁ ପୋଡ଼ା ଇଏ କେମିତି ହେଇଛି ଜାଣିଛନ୍ତି ଏ ଯେଉଁ କଖାରୁ ଫୁଲ ଆଉ ପିଆଜ ଆଉ ସୋରିଷ ଅଳ୍ପ ଆଉ କଞ୍ଚା ଲଙ୍କା ଦେଇକି ହେଇଛି। ଏ ଜିଭରେ ଗୋଟେ ସଳସୀମା ହେଇଛି ଯେ ମୁଁ ଖାଇପାରୁନି ହାଲକା ହାଲକା ଖାଉଛି। ହେଇଗଲାଣି ଆଜି 5-6 ଦିନ ହେଲା ମେଡ଼ିସିନ ଜମା ଖାଇନି ଯେବେ ଯିବା କଥା ଯିବ ମେଡ଼ିସିନ ଖାଇଲେ ସାଇଡ଼୍ ଇଫେକ୍ଟ ହେବ ମାନେ ଟିକେ ଟିକେ ଆପଣ ଜିନିଷକୁ ଯଦି ମେଡ଼ିସିନ ଖାଇବେ ତାହେଲେ ସାଇଡ଼୍ ଇଫେକ୍ଟ ହେବ ଆପଣ ଟିକେ ସମ୍ଭାଳି ଯିବେ ତା ମନକୁ ଅଟୋମେଟିକ୍ ଭଲ ହେଇଯିବ। ମୁଁ କେବେ ମେଡ଼ିସିନ ଖାଇନି ଯେ ଟିକେ ଟିକେ ବେଶୀ ଯଦି ବିରକ୍ତି ହେବି ତାହେଲେ ଖାଇବି ନହେଲେ ନାହିଁ ପଳେଇବ ବାଟରେ ଖାଇବା ଉଠି ଖାଇପାରୁନି। ଆଉ ତା ସାଙ୍ଗରେ ଜହ୍ନି ଚକଟାଟା ରଙ୍ଗ ଦେଖିଥିଲି ଜହ୍ନି ଚକଟା ଏମିତି ଥର କରିକି ଖାଆନ୍ତୁ ବହୁତ ଟେଷ୍ଟି। ଦେଖନ୍ତୁ ରାଗାକୁ ଖାଇପାରୁନି ଲଙ୍କାଟା ଚକଟି ଦେଲି ମନେ ନାହିଁ ପାଟି ଖାଇଲି। ଚାଲନ୍ତୁ ମୁଁ ତ ଖାଇବି ଖାଇସାରିଲେ ଟିକେ ରେଷ୍ଟ ନେବି। ଚାଲନ୍ତୁ ଆଉ ଆଜି ଭିଡ଼ିଓକୁ ବେଶୀ ଲମ୍ବା କରିବିନି ଏତିକିରେ ରଖୁଛି କାଲି ପୁଣି ଗୋଟେ ନୂଆ ଖାଇବା ଭିଡ଼ିଓ ନେଇ ଯାହା ବି ଆମ ଘରର ସେୟାର ଆପଣଙ୍କୁ ନିଶ୍ଚିନ୍ତ ଆଣିବି ବ୍ଲଗ୍ରେ। ଆଉ ଏତିକିରେ ରହୁଛି ନମସ୍କାର। ଆଉ ଭଲ ପାଇବା ଦେବେ ସପୋର୍ଟ କରିବେ ଆଉ ନିଶ୍ଚିନ୍ତ ମୋ ଭିଡ଼ିଓକୁ ଟିକେ ଦେଖନ୍ତୁ ଭଲ ପାଇବା ଦିଅନ୍ତୁ। ଆପଣମାନେ ନ ଦେଖିଲେ ଭିଡ଼ିଓ କ'ଣ ମୋର ସପୋର୍ଟ ହେବନି ମାନେ ଆଗକୁ ଯିବନି। ଆପଣମାନଙ୍କ ଭଲ ପାଇବା ମୋ ପାଇଁ ସବୁ କିଛି। ଚାଲନ୍ତୁ ରହୁଛି।
ଦେଖନ୍ତୁ ସାଙ୍ଗମାନେ ଆଜି ତ ବର୍ଷା ନାହିଁ ଏବେ ଖରା ହେଉଥିଲା ଜଷ୍ଟ ମେଘୁଆ ହେଇଛି ପୁଣି ଖରା ହେଉଛି ଦେଖନ୍ତୁ ଆମର ସବୁ ଏଠି ଲୁଗାପଟା ସବୁ ଶୁଖୁଛି ସେ ବାଡ଼ି ପଟେ ବି ଶୁଖୁଛି ଆଉ ଦେଖନ୍ତୁ କେମିତି ଏଠି ଭାଇର ଗାଡ଼ି ରଖା ହେଇଛି ଆଉ ଦେଖନ୍ତୁ ଆମର ଆଜି ସ୍ପେଶାଲ କ'ଣ ହେଉଛି ତାଳ ବଡ଼ି ଆମର ଜାଣିଛନ୍ତି କେବେ ଦେଇନୁ ଭୋଗ ଏଇଟା ଫାଷ୍ଟ ଟାଇମ୍ ଆଜି ଯେହେତୁ ଚିତ୍ତଉ ଅମାବାସ୍ୟା ଶ୍ରାବଣ ମାସର ଆଉ ଆଜି ଭୋଗ ଦିଆଯିବ ସେଥିପାଇଁ ଆମର 2ଟା ତାଳ ଅଣା ହେଇଥିଲା ଭାଉଜ ବଡ଼ ଭାଉଜ ଆଣି ଦେଇଥିଲେ ଆମ ଘରେ ଇଷ୍ଟରେ ଭୋଗ ଦେବା ପାଇଁ ଆଉ ଦେଖନ୍ତୁ ତାଳକୁ ଫଟେଇକି ମଣ୍ଡି ନାଁଟା କ'ଣ କୁହନ୍ତି ମୁଁ ତ ଜାଣିନି ମଣ୍ଡି ଛଡ଼ା ହେଉଛି ପନିକି ଦାଢ଼ ପଟେ ପଛକରେ ଦାଢ଼ ପଟେ ଯେମିତି ଫସା ଦେଖନ୍ତୁ ଆମର ତାଳ ମଣ୍ଡି ଏଡ଼େ କଢ଼ା ହେଉଛି କଢ଼ା ହେଇସାରିଲା ପରେ ୟାକୁ ଟିକେ ସିଝାଯିବ କେଉଁଠି ଗ୍ୟାସ୍ରେ ଚାଉଳ ଦେଇ ଗ୍ରାଇଣ୍ଡିଙ୍ଗ କରିକି ତାପରେ ବଡ଼ି ଛାଣିକି ଭୋଗ ଦିଆଯିବ ମାଛି ହେଉଛି ତାଳ ରାକରେ ମାଛି ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଲାଲ 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 କମଳା କଲର ଦେଖାଯାଉଛି ଲାଲ ବି ନାହିଁ କମଳା କଲର ଭଲ କଳା ମିଶିମିଶିକା ମସିଣି ହତା ତାଳ କହୁଥିଲା ତ ମସିଣି ହତା ତାଳ ଦେଖନ୍ତୁ ଆମ ବାଡ଼ିରେ ତାଳ ନାହିଁ ଆମେ ଅନ୍ୟଠୁ ଆଣିକି ବର୍ଷକୁ ଥରେ ଖାଇବା କଥା ଆଉ କ'ଣ ଏଇରାକ କରିବ ସିନା ତାଳ ନିଷ୍ଠା ଖାଇବ ସିନା ଏରା କଷ୍ଟ କାମ ଆଠଟା ହେଇଥିବ କି କେତେଟା ବାହାରିଲା ଗୋଟେଟାରୁ 3ଟା 5ଟା ମାନେ 2ଟା ଯାକ ମିଶିକି ଗୋଟେ 2 ପୁଞ୍ଜିଆ ଗୋଟେ 3 ପୁଞ୍ଜିଆ 5ଟା ହେଲେ ଢେର ଭୋଗ ଦେଇ ଚାଖିଦେବ ଯୋଡ଼େ ଯୋଡ଼େ ପକୁଡ଼ି ଭଳିଆ ଖାଇଦେବ ଦେଖନ୍ତୁ କେମିତି ପନିକିରେ କଢ଼ା ହେଉଛି ରମ୍ପା ହେଉଛି କଷ୍ଟ କଲେ ଟିକେ ଖାଇବ ଏବେ ଆମର ଘର କାମ ଚାଲୁନି ଘର କାମ ହେବ ସେଟ୍ରିଂ ଖୋଲି ସାରିଲା ଆଜିକି ଛାତ ପଡ଼ିବାର 15 ଦିନ ହେଇଗଲା ଆଉ 7-8 ଦିନ ପରେ ସେଟ୍ରିଂ ସବୁ ଖୋଲା ହେଲେ ପ୍ଲାଷ୍ଟର ହେବ କ'ଣ କରିବା ଗ୍ରିଡ଼ିଂ କରାହେବ ଗ୍ରିଡ଼ିଂ କରାହେଇନି ବର୍ଷା ହେବା ଯୋଗୁଁ ଦେଖନ୍ତୁ କେତେ ଖରା ଚାଲନ୍ତୁ ଦେଖନ୍ତୁ ପଶ୍ଚିମାଳ ଭିତରେ ଆମ ଘର ଆପଣମାନଙ୍କୁ କେମିତି ସିନେରୀ ଦେଖାଉଛି କେମିତି ହେଇଛି ଦେଖନ୍ତୁ ଖରା ଯେ ପ୍ରବଳ ଖରା ଦେଖନ୍ତୁ ଏସବୁ କାଠ ସେଟ୍ରିଂ କାଠ ଘୋଡ଼ା ହେଇଛି ଦେଖନ୍ତୁ କେମିତି ଖରା ମାନିବାକୁ ପଡ଼ିବ ଯେ ଯାହା ଶୁଖେଇବ ବଢ଼ିଆ ଖରା ହେଇଛି ଦେଖନ୍ତୁ ଖରା ଚାଲିଛି ଖରା ଖରା ପ୍ରବଳ ଖରା ଦେଖନ୍ତୁ ଗେଟ୍ ଦେଖନ୍ତୁ ମୁଁ ଆସିଛି ଗେଟ୍ ଆଡ଼େ ଚାଲି ଚାଲି ଆଉ ଖରା ଦେଖନ୍ତୁ ହେଉଛି ଦେଖନ୍ତୁ କେମିତି ମୁଁ ଘର ସାମ୍ନାରେ ଛିଡ଼ା ହେଇଛି ନୂଆ ଘର ସାମ୍ନାରେ ଆଉ ଖରା ତ ପ୍ରବଳ ହେଉଛି ଖାଇ ପିଇ ସାରିଲିଣି ଭାଉଜ ଏଠି ତାଳ ଛଡ଼ଉଛନ୍ତି ଆମର ତ କାମ ସବୁ ସରିଗଲାଣି ଆଉ ଦେଖନ୍ତୁ କେମିତି କେଉଁଠି ଛଡ଼ଉଛନ୍ତି ଦେଖନ୍ତୁ ଆମର ଆଞ୍ଚ ରୋଷେଇ ସରିଯାଇଛି ଏବେ ବର୍ଷା ପାଇଁ ମୁଁ ଗୁହାଳେ ଆଞ୍ଚ ରଖିଦେଉଛି କେମିତି ଦେଖନ୍ତୁ କେତେ ଛୋଟ ଆଞ୍ଚଟେ ବାଲ୍ଟି ଆଞ୍ଚ ଏଟା ଆଉ ଏଠି ରାଞ୍ଜି ଫୁରି ରଖା ହେଇଛି ଶୁଖିଲା ମୁଁ ରଖିଦେଇଛି ଏଇ ବସ୍ତାରେ ସବୁ ଜରି ଭର୍ତ୍ତି କରି ରଖିଦେଇଛି ଏଠି ମାଟି ଅଛି ଆମର ଆଞ୍ଚରେ ଲିପି ବୋଲି ମାଟି ଥୋଇ ଦେଇଛୁ ଆଉ ଦେଖନ୍ତୁ କୋଇଲା ଏଠି ସବୁ ସାଇତି ସମ୍ଭାଳିକି ରଖା ହେଇଛି କୋଇଲା ସବୁ ଆଡ଼େ ଦେଇଛି କାଲି ପାଇଁ ଏଇଟା ରଖିଦେଇଛି ଆଉ ଦେଖନ୍ତୁ ଏଇଟା ଯେଉଁ ସିମେଣ୍ଟ କାମ ଯେଉଁ ହେଇଥିଲା ଘର କାମ ବସ୍ତା ଆଡ଼େ ରଖିଦେଇଛି ଆଉ ଗୋଟେ ତ ବସ୍ତା କାଟିକି ଥୋଇ ଦେଇଛି ଏଠି ବି ଗୋଟେ କୋଇଲା ରଖାଯାଇଛି ଆଉ ଦେଖନ୍ତୁ ପାଇପ୍ ତ କେମିତି ମୁଣ୍ଡାମୁଣ୍ଡି ଅଛି ଏଇ କୋଇଲା ବସ୍ତାରା ଏଇ ଯେଉଁ ସିମେଣ୍ଟ ବସ୍ତାରା ପଡ଼ିଛି ଆଉ ଟିକେ ଶୁଖିଗଲେ ପୁଣି ଜାଳିଦେବୁ ଆଉ ଦେଖନ୍ତୁ ଆମର ଏଠି ଫୁଲ କୁଣ୍ଡ ଏଟା କି ଫୁଲ ମୁଁ ବି ନିଜେ ଜାଣିନି ରିସିନା ନା ଆମର ଲଗେଇଛି ଦେଖନ୍ତୁ ଏ ଫୁଲ ଫୁଟୁଛି ମଉଳି ଯାଉଛି ଦେଖନ୍ତୁ 2ଟା ବାଲ୍ଟି ଫଟା ବାଲ୍ଟିରେ ପ୍ଲାଷ୍ଟିକ